हेलो हेलो। 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 हाँ माउसी जानिଛ ଗୋଟେ କଥା को माउसी? ତମେ ମାଉସୀଟି? को माउसी? କୋଉ ମାଉସୀ କଣ? ତମେ ମୋ ମାଉସୀ ଆଜିଠୁ ହେଲା। हाँ ଅଜବ ଧରଣର ଝିଅଟା। ନାଇଁ ଶୁଣ, ତମେ ମୋ ମାଉସୀ ହେଲା। ଆରେ ଗୋଟେ ତମେ କିତାବ କିଏ ମାଗ। କହୁନ? କିଏ ଓହୋ, ଗୋଟେ ଏତେ ମାଉସୀ ଏତେ ଚିଲଉଛ କାହିଁକି? ହଁ ତମେ କିଏ? ମାଉସୀ, ତମ ଘର ଫାଙ୍କା ଅଛି? କାଇଁ ଭଡା ଫଡା ନବୁ କି? ନାଇଁ, ଆପଣଙ୍କର ଗାଡି ଅଛି? ନା ଆମର ଗାଡି ନାହିଁ। ଆଉ ଆଉ କଣ ଅଛି ଆପଣଙ୍କର? କିଛି ନାହିଁ। ଘର ଫାଙ୍କା ଅଛି ତ? ହଁ ଅଛି। ମୁଁ ଟିକେ ଯାଇ ରହିଥାନ୍ତି। କଣ ପାଇଁ? ଆମ ଘରେ ମତେ ବିଦା କରିଦେବେ ନା। କୋଉଦିନ ମ? ହଁ ବା, ସେ କହୁଛନ୍ତି ତମ ଭଉଣୀ ବା। ଏମିତି ଖଣ୍ଡେ ଭଉଣୀ ତମେ ପାଇଛ, କୁହନି କୁହନି। ସେ ଖାଲି କହୁ ମତେ ବାହାଘର କରିଦବୁ ବୋଲି ଲାଗିଛି। ତମେ କିଏ? ତମେ କିଏ? ସେଇପା, ତମେ କହିଲ କଣ ଝିଆରୀ ଝିଆରୀ? ନା କଣ ସେ ହୁଅନ୍ତି କଣ ସେଇ, କଣ ମାନେ ତମେ ମୋ ମାଉସୀ ହେଲେ ମୁଁ ତମର କଣ ହେବି? ମୁଁ ତମ କୋଉ ମା ର ଭଉଣୀ ଯେ ମାଉସୀ ହେଲି? ହଉ ମାଉସୀ ତାହେଲେ ରାଗନି, କହୁଛ ଯଦି। ଆଉ ଯଦି ତମର ହଉ କି ହଉ। ବୟଫ୍ରେଣ୍ଡ ଥାନ୍ତା, ତମେ ହଁ ତାକୁ ବ୍ଲକ କରିଦବ, କଥା ହବନି ହଉ। ହେଲା। ଆଜିଠୁ ଯଦି କିଏ ଆସିବ ତ ତାହେଲେ ବ୍ଲକ୍ କରିଦେବି ଆଉ। ହୁଁ, ଆଉ ଯଦି ଗପିବାକୁ ଇଚ୍ଛା ହୁଏ ତାହେଲେ ମତେ କଲ୍ କରିଦବ ହଉ। ହେଲା। ଆମେ ଗପିବା ଆଉ କଣ। ହଁ ଆମେ ହଁ କଣ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ଟାଇପର ଗପି ପାରିବାନି, କହୁନ? ହଁ। ଆଉ ମୁଁ ତମକୁ କହିବି, ଧନ ଗୋଟେ ଗେଲ କଲ, ଗୋଟେ କିସ୍ ହଁ ଦେଲ। ଏଇ ଗୋଟେ କଥା, ନିଅ। ହଁ କି ନାଇଁ? ହଁ ତ ରୋମାନ୍ସ ବି ନହେଲେ କରିଦବା ନହେଲେ। ବୟଫ୍ରେଣ୍ଡ କଣ ଦରକାର ଲାଇଫରେ, ସେଇଟା ହଁ କି ନାଇଁ? ଆମେ କଣ ସେମିତି କଥା ହେଇଯିବା, କଣ ଭାସି ଯାଉଛି। ହଁ ଆଉ ସେଇଆ ମା ତ କହିଲି ତ କଣ ହଁ ହଁ, ସେଇଟା ପୁଣି ଆଉ ବାକି ରହିବ ଭାଉଜ। ଆରେ ମାଉସୀ କୁ ଭାଉଜ। ଭାଉଜ, ତମର ବନ୍ୟା ହେଇଥିଲା ନା ସେପଟେ? ଭାଉଜ ପୁଣି କିଏ? ତମେ ତମେ ଗୋଟେ ନାରୀ ଭଉଣୀ ହେଇପାରିବ, ମା ହେଇପାରିବ, ସ୍ତ୍ରୀ ହେଇପାରିବ, ତାହେଲେ ମାଉସୀ ହେଇପାରିବ, ହଁ କି ନାଇଁ? ଭାଉଜ କାଇଁ ନ ହେଇପାରିବ? ସବୁ ତ ହେଇପାରିବ ଆଉ କଣ। ହଁ, ମୋ ଇଚ୍ଛା ଯେତେବେଳେ ହବ ମୁଁ ତମକୁ ସେଇଆ ଡାକିବି ହେଲା। ହୁଁ। ହୁଁ। ମୁଁ ଚାହିଁଲେ ବି ତମର ସ୍ଵାମୀ କ୍ୟାରେକ୍ଟର ବି ନେଇପାରିବି। ବଜ୍ଜାତି ମାଇକିନା ରୋଷେଇ କଲୁ ଏଯାଏଁ? ଟ୍ରେନିଂ ନଉଛ ନା ଟ୍ରେନିଂ ଦଉଛ ମ କାହାକୁ? ଆକ୍ଚୁଆଲି ଭାଉଜ ତମେ ବୁଝିପାରିବନି, ଆକ୍ଚୁଆଲି ମୁଁ କେତେ ଦୁଃଖରେ ଅଛି। କଣ ଦୁଃଖ ଟା ଟିକେ ଜଣାଉନ? ଦୁଃଖରେ ଅଛି, ହେଲେ ଦୁଃଖ ଟା ମତେ ଛୁଇଁ ପାରିବନି। ଆରେ ଦୁଃଖରେ ଅଛି, ପୁଣି ଦୁଃଖ ଟା ଛୁଇଁ ନାଇଁ, ସେ ପାରିବନି। ଛୁଇଁ ପାରିବନି ବା। ମୁଁ ତାକୁ ଆଟିଚ୍ୟୁଡ ଭାଉ ଦେଖଉନି। ମାନେ ଦେଖ, ସେ ମୋ ପଛରେ ପଡିଛି କିନ୍ତୁ ମୁଁ ବୁଲିକି ଅନଉନି। ଓହୋ। ମୋର ସେତିକି ଇଗୋ ଅଛି ବୋଲି ମୁଁ ତାକୁ ବୁଲିକି ଅନଉନି। ଓହୋ। ହୁଁ। ଆଉ ଆଣ୍ଟି କଣ ଖାଇଛ ଆଜି? ପୁଣି ଆଣ୍ଟି? ମାନେ ତମର କଣ ପ୍ରୋବ୍ଲେମ ହଉଛି ମୁଁ ଯାହା ଦେଖିଲି ତମକୁ? ହାଁ? କହିଲ ମା ତୁ ଯାହା ଡାକୁଛୁ ଡାକେ। ହୁଁ। ଆମ ଘର ଟା କୋଉଠି କହୁନ? ମାମା ତମେ କମାଲ କରିଦେଲ। ତମେ ଟିଭିରେ ବାହାରିବା କଥା। ତ୍ୱଚାରେ ଏତେ ଗ୍ଲୋ, ପୁଣି ମମି ସନ୍ତୁର। ହଉ ଭଉଣୀ ଶୁଣ, ଏତେ ହୁଁ ସେତେ କଥା ନାଇଁ। ତମେ ମୋର ବାହାଘର କରିଦବ କି କୁହ? କୋଉଠି ନା? ତମ ସାଙ୍ଗ ସାଙ୍ଗରେ। କୋଉ ସାଙ୍ଗ ସହିତ? ତମର ସେ ଯୋଉ ଗୋରା ସାଙ୍ଗଟା ଥିଲା ବା। ଗୋରା ସାଙ୍ଗଟା? ହଁ ବା, ସେ ଯୋଉ ହ୍ୟାଣ୍ଡସମ ପୁରା ଗୋରା, ପୁରା ହ୍ୟାଣ୍ଡସମ ଆମଜିଙ୍ଗ ଲୁକିଂ ଯାହାର ଗୋଟେ। ତା ନାଁ ଟା କହୁନ? ସେଇ ବା, ତା ନାଁ ଟା କଣ ମୁଁ ଜାଣିଛି? ଜାଣିଥିଲେ ତମକୁ କାଇଁ କହିଥାନ୍ତି, ପୁଣି ପର୍ସନାଲି ଫୋନ କରିକି। ଫଟୋ ଛାଡିଦିଅ କହିଦେବି। ଫଟୋ ଥୋଡି ମୋ ପାଖରେ ଫଟୋ ଅଛି। ସେ ବା ତମ ପାଖରେ ସେଦିନ ବସିଥିଲା ବୋଲି ମୁଁ ଦେଖିଥିଲି। କୋଉଠି ନା କିଏ ବସିଥିଲା ମୁଁ ଦେଖିଥିଲି ଲୋ। ତମର ଯୋଉ ପିକନିକ ହେଇଥିଲା, ଯୋଉ ସରି ଯୋଉ କଣ ଗୋଟେ ବ୍ୟାଚ୍ ଫିଷ୍ଟ ହେଇନଥିଲା? ବ୍ୟାଚ୍ ଫିଷ୍ଟ ହେଇଥିଲା? ସିଏ ଅନେକ ଦିନ ତଳର କଥା, ତମର ମନେ ନଥିବ। କେବେ ହେଇଥିଲା ଆମର ମନେ ନାହିଁ। ସେଇ ବା ଅନେକ ଦିନ ତଳର କଥା, ଆଉ ତମର ସେ ମନେ ଯିଏ ବି ନଥିବ। ଆଉ ସେ ଯିଏ ବି ହଉ, ତମେ ଆସୁନ ବାହାଘର କରିଦେବି। କେମିତି ବାହାଘର କରିବ? କେମିତି ବାହାଘର ଯେମିତି କରାଯାଏ। ନାଇଁ ନାଇଁ, ମୁଁ ଆକ୍ଚୁଆଲି ଚାହୁଁଛି ଖ୍ରୀଷ୍ଟିୟାନ
ଖ୍ରୀଷ୍ଟିଆନ 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 ଟାଇପ ର ମ୍ୟାରେଜ କରିବି। ଖ୍ରୀଷ୍ଟିଆନ ଖାଲି ଗୋଟେ କେକ୍ ଆଣନ୍ତି ଆଉ ଫୁଲମାଳ ଗଳେଇ ଦିଅନ୍ତି ଆଉ ନା ନା ତାହେଲେ ତାପରେ ମୁଁ ଲିପଷ୍ଟିକ ସେମିତି କରନ୍ତି। ବାହାହେବିନି। ନାଇଁ ମୁଁ ସେମିତି ମତେ ଭଲ ଲାଗୁନି। ମୁଁ ଗୋଟେ କାମ କରୁଛି, ମୁଁ ମୁସଲିମ ଟାଇପ ର ବାହାହେବି। ହଁ ମୁସଲିମ ରେ ତ ସେଇ ଟାଇପ ର ଆଉ କଣ। ନାଇଁ ତାହେଲେ ମତେ ସେ ଭଲ ଲାଗୁନି। ସେ କୋଉଥିରେ ଗୋଟେ ପାଣି କୁଳୁକୁଚା କରିକି ପକାନ୍ତି। ମୁଁ ସେଇ ଟାଇପ ର ହେବି। ଏମିତି କୁଳୁକୁଚା ପାଣି ପାଟିରେ ପୁରା ପାନ ଖାଇକି ପାନ ଛିପ କରିଦେଇଥିବି। ଏମିତି ଯିଏ କହିବ ମୁଁ ବି ଏମିତି ପକେଇଦେବି। ବଢିଆ ହବନି? ହେଇ ହ୍ୟାଲୋ ସୁନ୍ଦରୀ। ହେଇ ହଁ ହଁ କୁହ। ତମେ ମ୍ୟୁଟ କରିଥିଲ କଣ ପାଇଁ? କଟି ମୁଁ ନାଇଁ କଟି ତମ ସାଙ୍ଗରେ କଟି ହେଲା। ମାନେ ମୁଁ କଣ ତମ ନିଜର ନୁହଁ କହିଲ? ତମେ କିଏ? ନାଇଁ ତମର ମୁଁ ନିଜର ନୁହଁ କୁହ। ତମେ ଯଦି ମୁଁ ତମକୁ କେତେ ପ୍ୟାର ନାଁରେ ଡାକୁଛି ତମକୁ, ତମେ କହିଲ ମୁଁ ତମ ନିଜର ନୁହଁ? ତମେ ମ୍ୟୁଟ କଣ ପାଇଁ କଲ? ମୋ ସାଙ୍ଗରେ ଏତେ ଅନ୍ୟାୟ କଣ ପାଇଁ ହଉ କଲ? ହଉ ମୁଁ କଣ ତମ ନିଜର ନୁହଁ? ତମେ ପରା କହିଲ ଏବେ ତମେ ମୋ ବିଏ ବୋଲି। ହଁ ଏଇ ବଜ୍ଜାତି ମାଇକିନା ଯା ରୋଷେଇ କରିବୁ। ଏଠି ଗପୁଛି କଣ? କାମ ଧନ୍ଦା ତ କିଛି ନାହିଁ, ଖାଲି ଗୋଟେ ସେଇ ଫୋନ ଟାକୁ ଧରି ବସିକି ରିଲ୍ସ କର ଖାଲି। ହଉ ତାପରେ କିନ୍ତୁ କଣ କରିବି, ଭଗବାନ ତ ମତେ ଝିଅ ପିଲାକୁ ଭଏସ ଟା ଦେଇଛନ୍ତି, ମାଇଚିଆକୁ ପରି କଥା ହବାକୁ ପଡୁଛି ଆଉ। ହେଇ ତମ ନାଁ ଟା କଣ କହୁନ? ଡୁବୁନି। କଣ? ଡୁବୁନି। ଡୁବୁନି। ହୁଁ ଭଲ ଲାଗୁନି? ଘର? ତମ ଭଏସ ଟା ଶୁଣିକି ମୁଁ ପୁରା ଫିଦା ଆଉ ଯେତେ ସବୁ ଗର୍ଲଫ୍ରେଣ୍ଡ ଅଛନ୍ତି ସମସ୍ତଙ୍କୁ ରିଜେକ୍ଟ କରିଦେବି। ଆଜିଠୁ ଆଉ ଖାଇବନି ଛାଡିଦବ। ଏଇ ଦେଖ ଏ ମା ତମ କିଏ? ଏଇ ଆମ ପଡିଶାର ଜଣେ ହେବେ। ଏଡେ ମିଛେଇ ଥିଲ ତମେ, ମୁଁ ଜାଣିନଥିଲି। ଯଦି ଆରେ ତମର ସତରେ ନାଇଁ ଯଦି ତମର ବୟଫ୍ରେଣ୍ଡ ଥିଲେ, ତାହେଲେ ମୋ ସାଙ୍ଗେ କଣ ଛଳନା କରୁଥିଲ? କୁହ ଧନ କୁହ, ମୋର ତମେ କେହି କଣ ମୋ ପାଇଁ ଛଳନା କରୁଥିଲ ମୋ ସାଙ୍ଗରେ? ଯଦି ତମର ବୟଫ୍ରେଣ୍ଡ ଥିଲେ? ବୟଫ୍ରେଣ୍ଡ ନାହିଁ। ବୟଫ୍ରେଣ୍ଡ ନାହାନ୍ତି ଆଉ ତମ ପାଖରେ ସେ ଫୁସ୍ତୁ ଫୁସୁ କିଏ ହଉଛି? ହଁ ମୋର କେହି ବୟଫ୍ରେଣ୍ଡ ନାହିଁ, ଭିଡିଓ କଲ୍ କରୁନ। ହଁ ତମେ ଭାରି ଚାଲାକି ଆଉ, ମୋ ମୁହଁ ଟାକୁ ଦେଖିଦବ ଆଉ। ମୁହଁ ଟା ଦେଖିବି ନା କେମିତି କଥା ହେବି ଯେ? ମୁହଁ ଟା ଦେଖିଦେଲେ ତ ମତେ ରିଜେକ୍ଟ କରିଦବ। ରୋମାନ୍ସ କେମିତି କରିବା ତାହେଲେ? ଶୁଣ କାହାକୁ କହିବନି ହେଲା, ଧୀରେ ଧୀରେ କୁହ। କିଏ ଶୁଣିଦବ ଯଦି ଖରାପ ଭାବିବନି? ନାଇଁ ମୁଁ କେହି ଶୁଣିବେନି କୁହ। ମୋ ତମେ ତ କାନରେ ବ୍ଲୁଟୁଥ ଗେଞ୍ଜି ଦେଇଛି। ତମେ ବ୍ଲୁଟୁଥ ପୁରେଇଲେ କଣ ହବ? ତମେ ସେ ହା କୁ କାଢ, କାନ ଫାଟିଯିବ। ଆଉ ହେଇ ଶୁଣ ତମେ ଧୀରେ ଧୀରେ କୁହ ହେଲା, ତମ ଶାଶୁ ଶ୍ୱଶୁର କାଳେ ଶୁଣିଦେବେ। କିଏ? ତମ ଶାଶୁ ଶ୍ୱଶୁର କାଳେ ଶୁଣିଦେବେ। ଶୁଣ ଶାଶୁର ଶୁଣ ମୁଁ ତମକୁ କହୁଛି। କି ମୁଁ ତ ବାହା ହେଇନି, ଶାଶୁ ଶ୍ୱଶୁର ଶୁଣିବ କିଏ? ମାନେ ବୁଝିପାରୁନ, ତମେ ଆମ ଘରକୁ ଆସିଲେ ତମ ମୋ ବାପା ବୋଉ ତମ ଶାଶୁ ଶ୍ୱଶୁର ହେବେନି? ହଁ ବୁଝିପାରୁନ ଓଲିଟା। ଶୁଣ ଆମେ ଘରେ ଯଦି ରାଜି ନହେବେ, ଆମେ ଲୁଚିକି ପଳେଇବା ହେଲା। ହଁ ହୁଁ କୋଉଠିକି ଯିବା ହନିମୁନ କରିବାକୁ? ଆମେ ଗୋଟେ କାମ କରିବା, ଆମେ କାଇଁ କୁଆଡେ ଯିବା କାହିଁକି? ଆଉ ନାଇଁ ଆମେ କୁଆଡେ ଯିବାନି, ଆମେ ଗୋଟେ କାମ କରିବା। ଝାଡା ବଦାରେ ହନିମୁନ କରିବା। କୋଉଠି କଣ? ଝାଡାବଦାରେ। ମାନେ ସେଇଟା କଣ? ଆରେ ଯୋଉଠି ନା ପଡିଆରେ ଯୋଉ ହଗିବାକୁ ସେଇଠିକି ଯିବା। ହଁ ସାଙ୍ଗରେ ଟିକେ ଖଇନି ଆଣିଥିବ ହେଲା। ହଁ ଖଇନି ଟିକେ ନେଇଥିବେ କି? ଧନ ତମ ଚଏସ ଟା ସତରେ ପୁରା ବେକାର। ଆଉ କେମିତି କହିପାରୁଛ ମୁଁ ସିଗରେଟ ଖାଉଥିବି ବୋଲି? ତାମାନେ ତମେ ଆରେ ଚାହୁଁଛ ମୁଁ ସିଗରେଟ ଖଇନି ଖାଏ? ଖାଉଛ ମାନେ ସିଗାରେଟ ଫିଗାରେଟ କାଳେ ଆରେ ଖାଉଥିବ ଆମେ ଖଇନି ନେଇକି ସାଙ୍ଗରେ ଯିବା, ଯଦି ଝାଡା ନ ଲାଗିଲା ତାହେଲେ ସେଟା କାମ ଦବ। ସିଗରେଟ ବି ସାଙ୍ଗରେ ନେଇଥିବା, କାଳେ ଖଇନି ନହେଲେ ହବ ବୋଲି ସିଗରେଟ ଖାଇବା। ନାଇଁ ଯଦି ସିଗରେଟ ଆମେ ଟାଣିବା କଣ ହବ କହିଲ? ଆମ ମୁଣ୍ଡ ବୁଲେଇବା, ଆମେ ସେଠି ପଡିଯିବା, ଆମକୁ ସାପ ଆସି ଖଇନି ଖାଇଲେ ଦଂଶନ ହବନି କରିଦେଇ ପଳେଇବ। ନାଇଁ ଖଇନି ଖାଇଲେ ହବନି। ସେ ବା ଧୂଆଁ ଟା ନା, ସେଇଟା ଧୂଆଁ ଆଉ ଏଇଟା କଣଟା? ହୁଁ ସେଇଗୁଡିକ ହେଲା, ଏତ ଡିଫରେଣ୍ଟ ଅଛି ନା। ହଉ ଛାଡ ପିଇସି
ପିଇସି। ଓହୋ ସରି ସରି, କଣ ଡାକୁଛି ମୁଁ। ସତରେ ଏଇ ତମ ଧନଟା ପୁରା ପାଗଳଟା ଆଉ। ଆକ୍ଚୁଆଲି କଥା କଣ କି, ମୋର ଆଉ ଗୋଟେ ଗର୍ଲଫ୍ରେଣ୍ଡ ବି ଅଛି ହେଲା। ହଁ ଆଉ ତାହେଲେ ଗୋଟେ ମୁଁ ରହିବିନି। ରହିବନି? ନା ନା, ବଜ୍ଜାତି ମାଇକ୍ ନା, ମୁହଁ ପାଇଁ ଜବାବ। ତମେ ଗୋଟେ ରଖିବ ନା ଆଉ ଏମିତି ବୁଲି ମୋ ବୁଲି ଏଠି ସେଠି କିଛି ରଖିବ ପ୍ରୋବ୍ଲେମ ପୁଣି। ଅଛି? ତମକୁ ଖାଇବାକୁ ଲଗେଇବାକୁ ପିନ୍ଧିବାକୁ ଦେଇ ସାରିବା ପରେ ଆଉ ତମର କିଛି ପ୍ରୋବ୍ଲେମ ଅଛି? କୋଉଠି ଦେଇଛ? ମୁଁ ତ ପାଇନି। ପାଇପାରିବନି ତମେ, ମୁଁ ବା ପଠେଇଛି, ସେ ଅଧା ବାଟରେ ଅଛି। ସେ କେମିତି ଆଉ ପହଞ୍ଚିଲେ ଦେଇନ ତ, ତ ଆଉ ସେ ପହଞ୍ଚି ପହଞ୍ଚିଲେ ଆଣିବି। ଓହୋ ରେ। ପ୍ରୋବ୍ଲେମ ଅଛି ନା ଅଛି ବୋଲି। ସିଏ କଣ ହେଇଛି କି ଫାଇନ୍ କେସ୍ ମୁଁ ଏଇଠି ପଠେଇଥିଲି ସେଠି ଯାଇ ବାଜିଯିବ? ହଁ ସେ ବା ସେ ସାମାନ ଗୁଡା ସେ ଯିବା ପାଇଁ ଟାଇମ ଲାଗିବ ନା କଣ? ହୁଁ ଆଉ ହ୍ୟାଲୋ ହୁଁ। ଆଣ୍ଟି, ହାପି ଦିୱାଲି। ଆରେ ଆଣ୍ଟି ହାପି ଦିୱାଲି। ସେମ୍ ଟୁ ମତେ ତ ଦିୱାଲି କହିନ? ସେମ୍ ଟୁ କହିଲି ବା। ଆଣ୍ଟି ତମ ଝିଲକୁ ଦେଖି ବାବୁଲା କାନ୍ଦିଲାଣି, ଯାଉ ଖାଇବାକୁ ଦବ। ଆରେ କହିଲି ବାହା ହେଇନି ସାହା ହେଇନି ଘର ସଂସାର କରିନି, ବାବୁଲା କାନ୍ଦୁଛି। ବାହା ହେଇନ ମିଛେଇ। କୋଉଠି ବାହା ହେଲି ପ୍ରମାଣ ଅଛି? ମତେ ଧୋକା ଦଉଛ? ପ୍ରମାଣ ଅଛି? ହଁ। ଦେଖାଅ ତ। ଏ ରୁଣୁ ଝୁଣୁ ଚୁଡ଼ି କହେ ତୋର ତମେ ବାହା ହେଇଛ। ଭିଡିଓ କଲ୍ କରେଇଦେବ ଦେଖେଇଦେବି ଚୁଡ଼ି ଲଗେଇନି। କାହିଁକି, ତମକୁ ବା ଏବେ ମମି ବୋଲି ଡାକିଲେ। କହିଲି ସେ ଆଉ କିଏ? ହଉ ଧନ ଯାଅ ଖାଇକି ଶୋଇପଡିବ ହେଲା। ତମେ କିଏ କହୁନ? ମୁଁ କିଏ ବି ମୁଁ ଜାଣିନି ରେ। ଆରେ ମତେ ଆମ ଘରେ ନୁହଁ କୋଉଠୁ ଗୋଟେ ଧରି ନେଇ ଆସିଥିଲେ। ମତେ ବି ମୋ ପରିଚୟ ଦଉନାହାନ୍ତି, ମୁଁ କଣ କରିବି? ତମେ କିଏ କହୁନ? ମୁଁ ଖାଇକି ଆସେ ଆମେ କଥା ହବା ହେଲା, ମତେ ଭୋକ କଲାଣି ଜୋରେ। ଆଉ ହଉ ଏନର୍ଜି ନାହିଁ, ପାଟି ବି ଚାଲୁନି। ହଉ ଏନର୍ଜି ହେଲେ ପାଟି, ହଁ। ଫୋନ୍ କର ପର୍ସନାଲ କଥା ହବା। ପର୍ସନାଲ? ହୁଁ କିଛି ଗୋଟେ ହବ ନା? ହୁଁ ହବ। ଆଚ୍ଛା ହଉ ଠିକ ଅଛି। ଆଁ ଆଚ୍ଛା ହଉ ଠିକ ଅଛି। କଣ ଏମିତି ଧୀରେ ଧୀରେ କିଏ ଆଇଲା ନା କଣ? କେହି ଆସିନାହାନ୍ତି, ଟିକେ ମୁଁ ଟିକେ ଫିଲିଙ୍ଗସ ଆଣୁଥିଲି। ଆଉ ତମର ଏମିତି ଫିଲିଙ୍ଗସ ଅଛି ତାହେଲେ? ଫିଲିଙ୍ଗସ, ଖାଲି କଣ ଫିଲିଙ୍ଗସ ଅଛି, ତମେ ଆଉ ବୁଝିପାରିବନି। ପୁରା ଜବରଦସ୍ତ ଗୋଟେ ହାର୍ଟ ଅଛି। ହାର୍ଟ ବି ଅଛି ତମର? ହଁ ତମେ ବିଶ୍ୱାସ କରିବନି, ସେ 15 ଥର ଖଣ୍ଡେ ଭାଙ୍ଗି ସାରିଲାଣି। କିଏ ଭାଙ୍ଗି ସାରିଲାଣି? କଣ କହିବି ଧନ, ତମେ ଆସିବା ପୂର୍ବରୁ 21 ଜଣ ଥିଲେ। 21 ଜଣ ଥିଲେ ତମର? ହଁ ସେମାନେ କଣ କହିବି ନା ତାଙ୍କୁ, ସେମାନେ ବୁଝି ପାରନ୍ତିନି ଆକ୍ଚୁଆଲି ଲଭ ଟା କଣ? ଲଭ ର ଲାୟକ ହିଁ ନୁହନ୍ତି, କଣ କହିବି? ତମେ ଯଦି ଏତେ ଲଭ ବିଷୟରେ ଜାଣିଛ ତାଙ୍କୁ ଟ୍ରେନିଂ ଦେଇଦେଲନି। ଟ୍ରେନିଂ, ମୁଁ ତାଙ୍କୁ ହୁଁ କାହିଁ ଟ୍ରେନିଂ ଦେବି? ଦେଖ ଆପେ ବଞ୍ଚିଲେ ବାପର ନାଁ, ତ ମୁଁ କାହିଁ ତାଙ୍କୁ ଟ୍ରେନିଂ ଦେବି? ତ ହୁଁ ମୁଁ ଯଦି ଆଉ ତମେ କିନ୍ତୁ ପୁଣି ମତେ ଲଭ୍ କରୁଛ। ଦେଖ ଶ୍ରୀକୃଷ୍ଣଙ୍କ କଥା ଜାଣିଛ ନା ନାଇଁ? ଶ୍ରୀକୃଷ୍ଣଙ୍କର 16 ନାରୀ ଥିଲେ, ହଁ କି ନାଇଁ ପ୍ରେମିକ? ସେ ସମସ୍ତଙ୍କୁ ଭଲ ପାଉଥିଲେ, ସମସ୍ତଙ୍କୁ ରେସପେକ୍ଟ ଦଉଥିଲେ, ଭଲ ପାଇବା ଥୋଡି ଗୋଟେ ଖରାପ ଜିନିଷ, ଯଦି ଆମେ କାହା ସାଙ୍ଗେ ଚିଟିଂ କରିବାନି, ସତ କହିବା, ଲଭ୍ କରିବା, ତାହେଲେ ଗୋଟେ କିଛି ତମର ପ୍ରୋବ୍ଲେମ ନାହିଁ। ଆଉ ତମେ ଜଣଙ୍କୁ ମାନେ ପ୍ରତିଶ୍ରୁତି ଗୋଟେ ୱାର୍ଡ ଯୋଉଟା ଅଛି, ହଁ କି ନାଇଁ, ହୋପ ଦବା ଜଣଙ୍କୁ, ସେଇଟା ତ ଭୁଲ ନା। ହୁଁ ଆଉ ତାକୁ ଦେଇକି ଯଦି ଫୁଲଫିଲ ନ କରିବ ସେଇଟା ହିଁ ଭୁଲ, ଥୋଡି ଭଲ ପାଇବା, ତମେ ସମସ୍ତଙ୍କୁ ଭଲ ପାଇ ପାରିବ କିନ୍ତୁ କାହା ସାଙ୍ଗରେ ଚିଟିଂ କରିପାରିବନି। ଭଗବାନ ତମକୁ ଗୋଟେ ଅପସନ ଦେଇଛନ୍ତି ଯେ ତମେ ସମସ୍ତଙ୍କୁ ଭଲ ପାଇ ପାରିବ, କିନ୍ତୁ ତମକୁ ଅଧିକାର ଦେଇନାହାନ୍ତି କି ତମେ କାହା ସାଙ୍ଗେ ଚିଟିଂ କରିପାରିବ। ତ ସେଇଟା ଆମେ ନିଜେ କରୁ, ଆଉ ନିଜେ ତାର ପନିଶମେଣ୍ଟ ଏଇ ଜନ୍ମରେ ହିଁ ଭୋଗିକି ଯାଇଥାଉ, ହଁ କି ନାଇଁ? ମୁଁ ବହୁତ ସାଧୁ ବାଣୀ ଦେଲିଣି ଏଠି, ତମେ ଶୋଇପଡିବ ମୋ ସାଧୁ ବାଣୀ ଶୁଣିକି। ହଁ କି ହଉ ନାଇଁ? ତାହେଲେ 10ଟାରେ ଫୋନ କରିବା ପର୍ସନାଲ କଥା ହବା। ପର୍ସନାଲ, ଆଚ୍ଛା ହଉ ଠିକ ଅଛି। ଖାଇକି ଆସିକି କଲ୍ କରୁଛି ଧନ କାଳେ ହେଲା। ତମ ହଜବେଣ୍ଡ ଫଜବେଣ୍ଡ କି କଲ୍ କରିବା ବେଳେ ଫୋନ ଧନ କରିବନି। ଦେଖ ମୁଁ ଗୋଟେ କଥା କହୁଛି, ତମ ଛଡା ମୁଁ କାହାକୁ ଭଲ ପାଉନି। ଆଉ ମୁଁ ରାତି ସାରା ତମକୁ ଫୋନ କରିବି ଦେଖିବା କାହାକୁ ତମେ ଭଲ ପାଉନ। ହଁ ଧନ ତମେ କଲ୍ କରିବନି ଦେଖିବ ମୁଁ କାହା ସାଙ୍ଗେ କଥା ହୁଏନି। କଲ୍ କରିବି ଦେଖିବ। କଣ କଲ୍ କରି ଦେଖିବ? ମୁଁ କହିଲି ଧନ ମୁଁ ଟିକେ ତମେ କଲ୍ କରିବି ରାତିରେ ଓଟିଭି ଆଉଛି ନା ନାଇଁ। ଓହୋ ତମେ
ଧନ ମୁଁ ତ